ଶ୍ରୀ ଗୁରୁଦେବାୟ ନମଃ। ଏକାଦଶୀ ବ୍ରତ ବା କରମା ଓଷା। ଶୁଣି ମାସ କଳ ଜନେ ହୋଇ କମନ, କହିବା ଅପୂର୍ବ କଥା ହେତୁ କରି ଘେନ। ଦିନେ କପିଳାସ କନ୍ଦେ ପାର୍ବତୀ ଆଗରେ, କହିଲେ ଗୁପତ ଗ୍ରନ୍ଥ ସୂଚିତ ମନରେ। ପାର୍ବତୀ କହନ୍ତି ଦେବ ସୁପ୍ରସନ୍ନ ହୋଇ, ଆଦ୍ୟ ପ୍ରାନ୍ତ କରି ନାଥ କୁହନ୍ତୁ ବୁଝାଇ। ଉମାଙ୍କୁ ପାଶେ ବସାଇ ପ୍ରଭୁ ପଞ୍ଚାନନ, କହିଲେ ଗୁପତ କଥା ହୋଇ ହର୍ଷ ମନ। ଦ୍ୱାପର ଯୁଗରେ କୃଷ୍ଣ ଗୋପୀଙ୍କ ମେଳରେ, ରଚିଲେ କୁଞ୍ଜ ବିସାର ଶ୍ରୀ ବୃନ୍ଦାବନରେ। ବୃନ୍ଦାବନ ରାସସ୍ଥଳୀ ମନୋହର ସ୍ଥାନ, ସୁବାସ କୁସୁମ ଫୁଟି ଚହଟେ କାନନ। ବସନ୍ତ ମଳୟ ବାଜି ପଶୁ ପକ୍ଷୀ ଯେତେ, ସୁମଧୁର ରାଗେ ତାନ ଦେଉଥାନ୍ତି ନିତ୍ୟେ। କଂସାସୁର ଦର୍ପ ଦଳି ଦେବକୀର ବାଳ, ବୃନ୍ଦାବନ ନୃତ୍ୟ କରି ନାଚନ୍ତି ଗୋପାଳ। ଗୋପୀ ଗୋପାଳଙ୍କ ମେଳେ ନନ୍ଦର କହ୍ନାଇ, ଦ୍ୱାଦଶ କୁଞ୍ଜ ରଚିଲେ ପ୍ରଭୁ ଭାବଗ୍ରାହୀ। ଅଷ୍ଟାଦଶ କୁଞ୍ଜ କରି ଭକତ ବତ୍ସଳ, ଅଦଭୁତେ ରୂପ ଗଢ଼ି ନନ୍ଦ ବାଳ। ଥୋଇଲେ ଗୁପତ ଯୋଗ ଶେଷ କର୍ମ ପାଇଁ, ନାଚୁଥାନ୍ତି ଗୋପୀ ଗଣ ନ ଜାଣନ୍ତି କେହି। ମଥୁରା ବିଜୟ କରି ଦ୍ୱାରକା ରହିଲେ, କୁରୁ ଯୁଦ୍ଧେ ପାଣ୍ଡବଙ୍କ ସଖା ହୋଇଥିଲେ। ଯୁଗ ଶେଷେ ବେଳ ଜାଣି କଳି ନୃପବର, ନିଜର ମହିମା ଦେଖାଇଲା ବାରମ୍ବାର। ଦୁର୍ବାସାରସି ଦେଖିଲେ କଳି ରାଜା ବେଶ, ଭୟେ ପଳାଇ ଲୁଚିଲେ ଆସି କପିଳାସ। ସକଳ ବୃତ୍ତାନ୍ତ ଋଷି ଧ୍ୟାନ ବଳେ ଜାଣି, ମନେ ମନେ ଚିନ୍ତିଲେ ସେ ପ୍ରଭୁ ଚକ୍ରପାଣି। କଳି ରାଜା ଗମନ ଜାଣି ଋଷିକେଶ, ଚିନ୍ତିଲେ ବୃନ୍ଦାବନର ଗୁପତ ପୁରୁଷ। ବିଷ୍ଣୁ ଡାକ ଶୁଣି ଅଦ୍ଭୁତ ବେଶ ଧରି, କ୍ଷଣକ ମଧ୍ୟରେ ଦ୍ୱାରକାରେ ବିଜେ କରି। କାହିଁକି ଡାକିଲ ପ୍ରଭୁ ଥିଲି ଗୋପନରେ, କିସ ଆଜ୍ଞା ହେବ ତାହା ପାଳିବି ସଧୀରେ। ଏହା ଶୁଣି ଭାବଗ୍ରାହୀ ଅଙ୍ଗୁ ତେଜ ଦେଇ, ଆଶ୍ୱାସନା କରି ପାଶେ ବସାଇଲେ ନେଇ। ଦେଇ ମନ୍ତ୍ର ଉପଦେଶ ଦେଲେ ଦିବ୍ୟ ଜ୍ଞାନ, ରାଜମୁକୁଟ ବାନ୍ଧିଣ ଦେଲେ ରାଜପଣ। ବିଶ୍ୱନାଥ ବିଶ୍ୱକର୍ମା ବିଶ୍ୱରୂପ ଧରି, ବିରାଟ ଭାରତ ଦେଶେ ହେଲା ଅଧିକାରୀ। କର୍ମ କର କର୍ମ ରାଜା ଦେଲି ତବ ନାମ, କଳି ରାଜା ସଙ୍ଗେ ଯୁଦ୍ଧ କର ଯାବହନ। ଆଜ୍ଞା ପାଇ ବୀର ନରସିଂହ ରୂପ ଧରି, ଧାଡ଼ି ଦେଲା କଳି ରାଜା ସଙ୍ଗେ ବାଦ କରି। ପ୍ରତି ମୁହୂର୍ତ୍ତରେ ଯୁଦ୍ଧ ହେଲା ଭୟଙ୍କର,
କଳି ରାଜା କାତରେ କମ୍ପଇ ଥରହର। ଗୁପତେ ଲୁଚିଲା ଧର୍ମ ରାଜା ପାଶେ ଯାଇ। ନହଦେବ ମନ୍ତ୍ରୀ ଜାଣି ରଖିଲେ ଲୁଚାଇ। 12 ବରଷ ଯେଣୁ ଗୁପତେ ରହିଲା। ଧର୍ମରାଜାଙ୍କର ନାମ ଜଗତେ ବ୍ୟାପିଲା। ବିଷ୍ଣୁ କଳା ବିଷ୍ଣୁ ଅଂଶୀ ହେତୁ ଧର୍ମ ରାଜା। ଜଗତ ଜନେ ଆନନ୍ଦେ କଲେ ଦିବ୍ୟ ପୂଜା। ସେ ପୂଜାରେ ସନ୍ତୋଷ ହୋଇଣ ଦେବ ହରି। ଲକ୍ଷ୍ମୀ ଅଂଶରୁ କନ୍ୟାଏ ଦେଲେ ଜାତ କରି। ଉଭୟଙ୍କ ନାମେ ପୂଜା ବ୍ୟାପିଲା ଜଗତେ। ଶିବ କହୁଛନ୍ତି ଏହା ପାର୍ବତୀ ଅଗ୍ରତେ। ଦ୍ୱାପର ଯୁଗ ଶେଷକୁ ଜାଣି ଭାବଗ୍ରାହୀ। ନିଜ ସହୋଦରେ ବାଦ ଦେଲେ କଲଗାଇ। ଉଦ୍ଧବକୁ ଜ୍ଞାନ ଦେଇ ଦ୍ୱାରକା ଛାଡ଼ିଲେ। ଧର୍ମରାଜ କାଳ କ୍ରମେ ସ୍ୱର୍ଗକୁ ଚଳିଲେ। କଳିର ମହିମା ଯେ ଦେବଙ୍କୁ ଅଗୋଚର। ଆୟୁଷ ଯେ 4,32,000। ନାନା ଅପଖ୍ୟାତି ମାନ ହୋଇଲା ଜଗତେ। ଭୟ ପାଇ ଦେବା ଦେବୀ ଲୁଚିଲେ ଗୁପତେ। ପାର୍ବତୀ ଉବାଚ ପାର୍ବତୀ ଦେବୀ କହନ୍ତି ଶୁଣ ପ୍ରାଣ ଈଶ। କର୍ମ ରାଜା କର୍ମ ରାଣୀ କଲେ ପୁଣି କିସ। କପଟ ନ କରି ନାଥ କୁହନ୍ତୁ ବୁଝାଇ। ଶୁଣିବାକୁ ମନେ ମୋର ଶ୍ରଦ୍ଧା ଉପଜଇ। ଈଶ୍ୱର ଉବାଚ ପାର୍ବତୀଙ୍କୁ ଆଲିଙ୍ଗନ କରି ଶୂଳଧାରୀ। କହିଲେ ଗୁପତ କଥା ଆଦ୍ୟ ପ୍ରାନ୍ତ କରି। ଶୁଣ ଗୋଗିରି ନନ୍ଦିନୀ ହେଲା ଯାହା ଯାହା। ଗୋଟି ଗୋଟି କରି ତୋତେ କହିବଇ ତାହା। ଭାରତ ଉତ୍ତରାଞ୍ଚଳ ଗଙ୍ଗା ନଦୀ ସ୍ଥାନ। ମାଧବ କର ସାଧକ ନାମେ କଜଣ। 7 ପୁଅ 7 ବୋହୂ ଥାନ୍ତି ତାର ଘରେ। କୃଷି କର୍ମ କରି ଦିନ ବଞ୍ଚଇ ସଧୀରେ। ଦିନେ ସାଧବ କହିଲା ତା 7 ପୁଅଙ୍କୁ। ବାଣିଜ୍ୟ କରିବା ପାଇଁ ଯାଅ ବିଦେଶକୁ। ପିତାଙ୍କ ଆଦେଶ ପାଇ ସେ 7 କୁମାର। ବିଦେଶକୁ ଯିବା ପାଇଁ ହୋଇଲେ ବାହାର। ବୋଇତ ହୋଇଲା ଖଞ୍ଜା ନଦୀ ପଥ ପାଇଁ। ଗଣକ ଆଷିଣ ଦିନ ବାର ଗଲା କହି। ସାଧବ ବୋହୂ ଜାଣିଲେ ବିଦେଶ ବାରତା। ଘର କଣେ ବସି ମନେ ମନେ କଲେ ଚିନ୍ତା। ସ୍ୱାମୀଙ୍କ ମୁଖକୁ ଚାହିଁ ବୋଲନ୍ତି ରମଣୀ। କେତେ ଦିନେ ଫେରିବ କୁହନ୍ତୁ ଗୁଣମଣି। କଣ୍ଟ କରି ଯାଅ ବାଟ ଚାହିଁଥିବୁ ବସି। ଏହା କହି ଅଳପ କାନ୍ଦିଲେ ମଦାଳସୀ। ବିଦେଶ ଯାଉଛୁ ଆମ୍ଭେ ନ କାନ୍ଦ ଗୋସହି। ଆସିବୁ ଅଳପ ଦିନେ ଥାଅ ଚାନ୍ଦ ମୁହିଁ। ବିଦେଶକୁ ବାହାରିଲେ ଶୁଭ ବେଳ ଜାଣି। ଇଷ୍ଟ ଦେବ ପିତା ମାତା ସୁମରିଲେ ପୁଣି। ବୋଇତ ଉପରେ ବସି ପ୍ରଭୁଙ୍କୁ ସୁମରି। ଚଳିଲେ ଦକ୍ଷିଣ ମୁଖେ ପଥ ଅନୁସରି। ଏ ଉତ୍ତାରୁ ଯାହା ହେଲା ଶୁଣ ଗୋ ପାର୍ବତୀ। ସାଧବକୁ ଭାଳେଣି ପଡ଼ିଲା ଦିନ ରାତି।
କାଷ୍ଠ ପାଇଁ ଅରଣ୍ୟକୁ ସାଧବ ଯେ ଗଲା, ପୁଅଙ୍କର କଥା ଭାବି ଅଶ୍ରୁଜାତ ହେଲା। ମୁଣ୍ଡେ ହାତ ଦେଇ ବୁଢ଼ା କରଇ ରୋଦନ, ଅକାରଣେ ବିଦେଶକୁ ଗଲେ ମୋ ନନ୍ଦନ। କେଉଁ ଅଜଣା ଦେଶରେ ରହିଥିବେ ଯାଇ, କିଏ ଅବା ସାହା ପକ୍ଷ ହେବ ତାଙ୍କୁ ତହିଁ। ଏପରି ଭାବିଣ ଦଶ ଦିଗକୁ ଅନାଇ, କାନ୍ଦିଣ ଭୂମିରେ ବୁଢ଼ା ପଡ଼ିଲେ କଷୋଇ। ପ୍ରସନ୍ନ ହୋଇଲେଣୁ କର୍ମ ରାଜା ରାଣୀ, କହିଲେ ସାଧବ ଚିନ୍ତା ଛାଡ଼ ହୃଦୁ ପୁଣି। କୁରୁମ ଗଛର ଦୁଇ ଶାଖା ଡାଳେ ଥାଇ, ଦିବ୍ୟ ରୂପ ଦିବ୍ୟ ଜ୍ୟୋତି ଦେଖା ଦେଲେ ତହିଁ। ଆମ୍ଭ ପୂଜା କଲେ ତୋର ହୋଇବ ମଙ୍ଗଳ, ଧନ ପୁତ୍ର ଜ୍ଞାତି ବନ୍ଧୁ ହୋଇବେ କୃଶାଳ। ଆନନ୍ଦରେ ପୁଅ ମାନେ ଆସିବେ ତୋ ଫେରି, ବହୁତ ଧନ ସମ୍ପଦ ବୋଇତରେ ଧରି। ଏହା ଶୁଣିଣ ସାଧବ ବେନି କର ଯୋଡ଼ି, ଭକ୍ତି ଭରେ ବୁଢ଼ା ଭୂମି ପରେ ଯାଏ ଗଡ଼ି। କିଏ ଅଛ ପ୍ରଭୁ ମୋତେ ଦେଖା ଦିଅ ଆସି, ନହିଲେ ଶୋକ ସମୁଦ୍ରେ ଗଲି ମୁହିଁ ଭାସି। ସଖା ଡାଳରୁ ଡାକିଲେ ସେ ସାଧବ ବୁଢ଼ା, ମନ ଖୋଲି ମାଗ ତୋର କେଉଁ କଥା ଲୋଡ଼ା। ଦେଖିଲା ନାହିଁ ବୁଢ଼ା ସେ ଦିବ୍ୟ ମୂରତି, ନୟନ ମୁଦିଣ ମନେ ମନେ କଲା ସ୍ତୁତି। କି ଦ୍ରବ୍ୟ ପୂଜିବି ତବ ଦୁହିଁଙ୍କ ଚରଣ, ଅଜ୍ଞାନ ମୂରୁଖ ମୋର ନାହିଁ ଜ୍ଞାନ ଜ୍ଞାନ। କେଉଁ ମାସ କେଉଁ ତିଥି କେଉଁ ବିଧାନରେ, ପୂଜିବି ତୁମ୍ଭ ଚରଣ କୁହନ୍ତୁ ସଧୀରେ। ଭକ୍ତ ମନ କଥା ଜାଣି ଭକତ ବତ୍ସଳ, ଶୁଣ ସାଧବ ଏ ବ୍ରତ ହୁଏ ଯେ ପ୍ରକାର। ଏକାଦଶୀ ବ୍ରତ ଏହି ଜଗତେ ବିଦିତ, ଯେ ପୂଜଇ ସେହୁ ମୋର ପରମ ଭକତ। ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ତିଥିକୁ, ନିମନ୍ତ୍ରଣ କରି ଯିବ ଏ ବୃକ୍ଷ ଡାଳକୁ। ନୂତନ ମୃତ୍ତିକା ପାତ୍ରେ ଥୋଇ ମୃଗ ଯାଇ, ସଞ୍ଚିଥିବ ଯତ୍ନ କରି ଶୁଦ୍ଧ ଜଳ ନେଇ। ଏକ ମନେ ଏକ ଧ୍ୟାନେ ପୁହାଇବ ନିଶି, ଏକାଦଶୀ ଥିବ ନିରାହାରେ ଥିବ ବସି। କଦଳୀ ନଡ଼ିଆ ଘିଅ ଗୁଡ଼ ଛେନା ଦହି, କର୍ପୂର ଝୁଣା ସିନ୍ଦୁର ଉଖୁଡ଼ା ଅଣାଇ। ପୂଜାସ୍ଥଳୀ କୁଞ୍ଜ ପ୍ରାୟ ମଣ୍ଡନ କରିବ, ନାନା ବର୍ଣ୍ଣ ଫୁଲ ଫଳ ଆଣି ସମ୍ପାଦିବ। ଉପାସକ ନର ନାରୀ ହୋଇ ଶୁଚିମନ୍ତ, ରାତ୍ର ପ୍ରଥମ ପ୍ରହରେ ହୋଇଣ ଏକତ୍ର। ଅର୍ଘ୍ୟ ବନ୍ଦାପନା କରି ଶାଖା ଡାଳ ନେଇ, ବେଦୀ ଉପରେ ଥୋଇବ ସାତ ବେତା ହୋଇ। ସୁମରି ଶ୍ରୀ ଗଣନାଥ ଆସ୍ଥାନ ପାଶରେ, ଘଟକୁ ଥୋଇବ ନେଇ ଶାଖା ଡାଳ କରେ। ଶଙ୍ଖ ଧ୍ୱନି ହୁଳହୁଳି ହରି ବୋଲ ସଙ୍ଗେ, ମର୍ଦ୍ଦଳ ତାଳ ମନ୍ଦିରା ବାଜୁଥିବ ରଙ୍ଗେ। ଉପାସକ ନର ନାରୀ ଭୋଗ ରାଗ ନେଇ, ଥୋଇବ ବେଦୀ ଉପରେ କମନ ହୋଇ।
समस्त सामग्री एक अंश आणी पूजिब श्री विभु धर्म राजा कर्मराणी फूल चंदन कर्पूर धूप दीप देई शुणिब पुराण कथा एक मन होई जाहार जेउ मानस होइब पूरण सत्य 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 मोर श्रीमुख वचन जाओ हे साधव कर ए रीति रे पूजा प्राणी मंगल हे उड़ू मोर ध्वजा एहा कही अदृश्य होइले देखु देखु साधव चंचले भिड़ी धइला वृक्षकु शून्यरु शुभिला डाक जाओ रे मंदिरे भक्ति भरे पूजा देबु भाद्रव मासरे आउ अन्य मासे शुभ दिन तिथि जानी भक्ति रे पूजिले विजे हेबु सेहि क्षणी एहा शुणी साधव जे घर को ओइला साधवाणी आगे ताहा समस्त कहिला बहु मानंकु शुणाई अपूर्व वार्ता प्रभुंक दयारु सबु दूर हेला चिंता आसिला से शुभ दिन बेल काल जानी पूर्व विधि मते पूजा कले ताहाणी बढ़िला धन संपद चतुर्वर्ग होई आनंदर सीमा कूल उछुली पड़ई विदेश रे पुअंकर वाणिज्यर धन सतगुणे लाभ हेतु मन छन छन होइला प्रभुंक माया उत्सव दिन रे पुओ माने धन धरी प्रवेशिले घरे लागिछि अद्भुत खेल कोलाहल होई डाक हाक काहारी जे न शुणिले केई रागे जर जर होई भांगिले मंडली पूजा स्थान भांगी सबु जले देले मेली अर्घ्य बंदापना होई प्रवेशिले बासे निज निज स्त्री माने रही थांती पासे कहिले बुढ़ा मांकड़ केड़े कर्म कला कुलबधू मानंकु दांडरे न चाइला एहा कही धन थोई रहिले मंदिरे साधवकु निद्राउ नहिला रात्र रे होइला प्रभुंक कोप सर्वे देखु देखु तरी गला गोरु आउ नइले घरकु मूलिया चाकर पुणी न आसिले केहू घर धन घरे लीन हेला चाहू चाहू ऋण नेवा धन मागी निराश होइले सर्वहरा होई महा दुखे दिन नेले साधवाणी बुढ़ी रात्रे देखिला स्वप्ने श्री संपद भासुची जलर मध्यरे निद्रा अवशेषे बुढ़ी उठिबे गो होई साधवकु कर जोड़ी कहि बुझाई बहु दूरे छंती प्रभु होइण विमुख चंचल जाइण पाखे जणाओ ए दुख साधवाणी कथा शुणी ज्ञान उदेला शुभ बेल जानी बुढ़ा बाहर होइला ओसा कला नारी माने हुल हुली दियो प्रभुंकु सुमरी सर्वे तंडुल बंधाओ पुरातन कथा शुण होई हर्ष चित्त
ଅଶେଷ ସୌଭାଗ୍ୟ ମିଳି ଖଣ୍ଡିବ ଦୁରିତ। ଚଳିଲା ସାଧବ ମନେ ମନେ ଧ୍ୟାନ କରି, ପ୍ରବେଶ ହୋଇଲା ଏକ ଗ୍ରାମେ ଯାଇ କରି। ଦେଖିଲା କଣ୍ଟକ ମରା ହୋଇଛି ଛାତିରେ, ଅହରହ ରୋଦନ କରଇ ଉଚ୍ଚ ସ୍ୱରେ। ଦକ୍ଷିଣ ସାଧବ କହେ ଏ କେଉଁ କାରଣ, କିଅ ବା ଛଳନା କରି ଦେଖାଉ ଏମାନ। କଣ୍ଟକ ମାରି କପାଳେ ଦେଇ କର, କହିଲା ଏ ଦଶା କିଏ ଦେବ ହେ ମୋହର। ସାଧବ କହିଲା ମୁଁ ଯେ ତୁମ ଭଳି ଦୁଃଖ, ଯାଉଛି ପ୍ରଭୁଙ୍କ ପାଶେ କର୍ମକୁ ନିରେଖି। ଦୈବ ଯୋଗେ ତାଙ୍କୁ ଯେବେ ଦେଖିବି ନେତ୍ରରେ, ସବୁ ଦୁଃଖ ଜଣାଇବି ତାଙ୍କରି ଆଗରେ। ଏହା କହି ସାଧବ ଯେ କରିଲା ଗମନ, ପ୍ରବେଶ ହୋଇଲି ଯାଇ ଏକ ଗୋଟି ଗ୍ରାମ। ଦେଖିଲା ଏକ ଗୃହରେ ଏକଇ କାମିନୀ, ନିଆଁ ଖପର ଜଳୁଛି ତା ମସ୍ତକେ ପୁଣି। ସାଧବ କହିଲା ମାଲୋ ଏ କେଉଁ ବିଧାନ, କେଉଁ ଦୋଷେ ଦଶାଟା କରିଛୁ ବହନ। ସାଧବର ଏହି ଗୀର ଶୁଣି ସେ ରମଣୀ, କହିଲା ମଉସା ମୁଁ ଯେ ବହୁତ ଦୁଃଖିନୀ। ମସ୍ତକେ ନିଆଁ ଖପରା କିଏ ଦେଲା ମୋତେ, କାହାକୁ କହିବି ଦୁଃଖ କେ ଅଛି ଜଗତେ। ଦୁଃଖେ ଦୁଃଖୀ ହୋଇଣ କହିଲା ସଦାଗର, ତୋ କଷ୍ଟ କହିବି ଯାଇ ପ୍ରଭୁଙ୍କ ଛାମୁର। ସେ ଯେବେ କରିବେ ଦୟା ଯିବ ତ କଷଣ, ଏହା କହି ସୌଦାଗର ଚଳିଲା ବନ। ପ୍ରବେଶିଲା ଆଉ ଏକ ଗ୍ରାମେ ଯାଇ ଧୀରେ, ଶୁଣିଲି ଚଡ଼ଙ୍କି ଶବ୍ଦ ଶୁଭେ ନିରନ୍ତରେ। ପଚାରି ତଥ୍ୟ ବୁଝିଲି ଅକୃତ୍ୟ କାହାଣୀ, କେଉଁ ଦୋଷେ ଏତେ କଷ୍ଟ ପାଉଛି ସେ ପୁଣି। ଦେଖିଲା ସମ୍ମୁଖେ ଚାହିଁ ରହିଲା ଚକିତେ, କହିବି ଏ ଦୁଃଖ ଯାଇ ପ୍ରଭୁଙ୍କ ଅଗ୍ରତେ। ତାଙ୍କ ଦୟା ହେଲେ କଷ୍ଟ ଯିବ ଦୂର ହୋଇ, ସେଠାରୁ ଚଳିଲା ବୁଢ଼ା ପ୍ରଭୁ ନାମ ଧ୍ୟାଇ। ଯାଉ ଯାଉ ପଥରେ ଦେଖିଲା ପୁଷ୍କରିଣୀ, ଚାରିଦିଗେ ଚାରି ଲୋକ ଜଗିଥାନ୍ତି ପୁଣି। ତୃଷାତୁରେ ବୁଢ଼ା ଜଳେ ହୁଅନ୍ତେ ପ୍ରବେଶ, ଜଗୁଆଳି ଡାକ ଦିଅନ୍ତି ବୁଢ଼ା ଫେରି ଆସ। ତାଙ୍କ ଡାକ ଶୁଣି ବୁଢ଼ା ତର ତର ହୋଇ, ପ୍ରବେଶ ହୋଇଣ ପାଶେ କାରଣ ପୁଛଇ। ଜଗୁଆଳି ଚାରି ଜଣ କହିଲେ ତୁରିତେ, ନିର ନୁହେଁ ରୁଧିର ଏ ଦେଖ ଯା ସାକ୍ଷାତେ। ମାଲିକ ଅଛନ୍ତି ଗୃହେ ଯାଅ ସେଠାବକୁ, ଶୁଦ୍ଧ ଜଳ ପିଇ ଶାନ୍ତି କର ଜୀବନକୁ। ଏହା ଶୁଣି ସାଧବ ଯେ ଦୁଃଖ ମନ ହୋଇ, ବନ୍ଧ ମାଲିକ ମନ୍ଦିରେ ପ୍ରବେଶିଲା ଯାଇ। ଅତିଥି ଭାବରେ ବୁଢ଼ା ପାଇଲା ସତ୍କାର, ମାଲିକ ପାଶରୁ ବୁଝେ ସମସ୍ତ ଖବର। କହିଲା ପ୍ରଭୁଙ୍କୁ ଏହା ଜଣାଇବି ଯାଇ, ତାଙ୍କ ବିନୁ ଆନେ ଏହା ପ୍ରତିକାର ନାହିଁ। ନିଶିପ୍ରାନ୍ତେ ସାଧବ ଯେ ହୋଇଲା ବାହାର,
ପ୍ରବେଶ ହୋଇଲା ଏକ ବଗିଚା ମଧ୍ୟର। ଆମ୍ବ ପଣସ ଡାଳିମ୍ବ ଜାମୁ ନାରିକେଳ, ଫଳ ଭରେ ବୃକ୍ଷ ସବୁ ଦିଶୁଛି ସୁଢଳ। କ୍ଷୁଧାର ଆରତେ ବୁଢ଼ା ମନେ କରି ଆସ, ବଗିଚା ନିକଟେ ଯାଇ ହୋଇଲା ପ୍ରବେଶ। ଦେଖିଲା ବଗିଚା ବେଢ଼ା ହୋଇଛି ନିକର, ପଶୁ କି ମଣିଷ ଆଦି ନ ଯାନ୍ତି ଭିତର। ତୋଟା ଜଗୁଆଳ ଦ୍ୱାରେ ଦେଶେ ଥାଏ ବସି, ଡାକ ଦିଏ କେହି ଫଳ ନ ଖାଇବ ଆସି। ଫଳ ମାନଙ୍କରେ ପୋକ ପଣ ପଣ ହୋଇ, ରହିଛି କେବଳ ଦୋଷେ ନ ଖାଆନ୍ତି କେହି। ଏମନ୍ତ ଦେଖିଣ ବୁଢ଼ା ହୋଇ ଆଚମ୍ବିତ, କହିଲା ଅଛଇ ଏଥେ ଦଇବର କୃତ୍ୟ। ଜଗୁଆଳି ଏହା ଶୁଣି ଦିଅନ୍ତି ଉତ୍ତର, ଥିଲେ କିଛି ଦୋଷ ଥିବ ଆମ୍ଭ ମାଲିକର। ଏହା ଶୁଣି ସାଧବକୁ ସଙ୍ଗେ ଧରି ଗଲେ, ମାଲିକ ପାଶରେ ନେଇ ଭେଟ କରାଇଲେ। ଅତିଥି ଭାବରେ ବୁଢ଼ା ପାଇ ସମାଦର, ବୁଝିଲା ସକଳ ତଥ୍ୟ ଯାହା ଥିଲା ତାର। ସୁମିଷ୍ଟ ଫଳରେ ପୋକ ହେବାର କାରଣ, ବୁଝିବି ପ୍ରଭୁଙ୍କ ପାଶେ କରି ନିବେଦନ। ଯାହା ଆଜ୍ଞା ହେବ ତାହା ଶୁଣାଇବି ଆସି। ଏହା ଶୁଣି ମାଲିକର ମନ ହେଲା ଖୁସି, ନିଶିପ୍ରାନ୍ତୁ ଉଠି ବୁଢ଼ା କରିଲା ଗମନ। ପ୍ରବେଶ ହୋଇଲା ଯାଇ ଗୋପାଳ ସଦନ, ଗୋରକ୍ଷକ ଗୋପାଳର ଗୋଗୋଷ୍ଠେ ରହିଲା। ଗୋକ୍ଷୀର ରୁଧିର ହେବା କାନରେ ଶୁଣିଲା, କହିଲା ହେ ଭାଇ ଏ ତ ଅସମ୍ଭବ କଥା। ଶୁଣିଲା ମାତ୍ରକେ ମନେ ଆସୁଅଛି ଚିନ୍ତା, ଶାକ କନ୍ଦ ମୂଳ ପାକ କରିଣ ଭୋଜନ। ଆଚମନ ସାରି ହେଲେ କଥୋପକଥନ, ଗୋପାଳ କହିଲା କେଣେ ଯାଉଅଛ ଭାଇ। ମୋର ଆଗେ ମନ ଖୋଲି କୁହନ୍ତୁ ବୁଝାଇ। ସାଧବ ବେନି ନୟନ କରି ଥନ ଥନ, ଆଦ୍ୟ ପ୍ରାନ୍ତ କରି କହେ ଦୁଃଖର କାରଣ। ତୁମ୍ଭେ ଦୁଃଖୀ ସତ ମୁଁ ଯେ ତୁମ୍ଭଠୁ ଅଧିକ, ଆମ ଦୁଃଖ ନିବାରିବେ ଜଗତ ନାୟକ। ଯାଉଛି ତାଙ୍କ ପାଶକୁ ପଥ ଅନୁସରି, କହିବି ସକଳ ଦୁଃଖ ପାଦେ ପଡ଼ି କରି। ଏହା କହି ସେଠାବରୁ କରିଲା ଗମନ, ଯାଉଅଛି ପ୍ରଭୁ ନାମ ଜପି ମନେ ମନ। କିଛି ଦୂର ଯାନ୍ତେ ପଥେ ଦେଖେ ଅହିବର, ପଡ଼ିଅଛି ପଥ ମଧ୍ୟେ ନ କରି ଆହାର। ଜଳ ଜଳ ଚାହୁଁଅଛି ପଥୁକି ମାନଙ୍କୁ, ହିଂସା ରାଗ କ୍ଷୁଧା ତୃଷା ନାହିଁଟି ତାହାକୁ। ଦୈବ ଯୋଗେ ସାଧବକୁ ଦେଖି ଅହିବର, ମନ କଥା ଜାଣି ଅହି ଭାସିଲା କଗିର। ଜାଣିଲେ ସାଧବ ତୁମ୍ଭ ମନ କଥା ଯେଣୁ, ମୁହିଁ ଖୋଲି ମନ କଥା କହୁଅଛି ତେଣୁ। ଦ୍ୱାଦଶ ବରଷଲ କ୍ଷୁଧା ତୃଷା ନାହିଁ, ଚାଲି ବୁଲି ନ ପାରିଣ ପଡ଼ି ରହିଛଇଁ। ତୁମ୍ଭେ ଯାଉଅଛ ଯେଣୁ
ପ୍ରଭୁଙ୍କ ପାଶକୁ ମୋର ଦୁଃଖ ଦୁର୍ଦ୍ଦଶା ଯେ ଜଣାଇବ ତାଙ୍କୁ। ସେ ଯେବେ କରିବେ ଦୟା ପାଇବି ଉଦ୍ଧାର। ସାଧବ ଚାହିଁ ଚକିତେ ଦିଅଇ ଉତ୍ତର। ଦୁଃଖୀଙ୍କର ଦୁଃଖ ଭାର ପାଉଛି ବହୁତ। ତୋର ଦୁଃଖ ପାଇଁ କିମ୍ପା ହୋଇବି କୁଣ୍ଠିତ। ଏହା କହି ସାଧବ ଯେ ଗଲା ଧୀରେ ଧୀରେ। ପ୍ରବେଶ ହୋଇଲା ଯାଇ ଅରଣ୍ୟ ଭିତରେ। ଦେଖିଲା କଏକଶ ମହାଭୟଙ୍କର। ଲତା ଗହଳେ ଲୁଚିଣ ଥାଏ ନିରନ୍ତର। ରାତ୍ରେ ଏଣେ ତେଣେ ବୁଲି କରଇ ଭୋଜନ। ପୃଷ୍ଠେ ଅଦଭୁତେ ଘା ହୋଇଥାଏ ଜାଣ। ବାଗ ଲଗାମ ଲାଗିଛି ମୁଖରେ ତାହାର। ସାଧବକୁ ଦେଖି ଅସ କରିଲା ଚିତ୍କାର। ସାଧବ ନିକଟେ ଯାଇ ଦେଖିଲା ତାହାକୁ। କେଉଁ ବୀର ବନେ ଆଣି ଛାଡ଼ିଛି ଏହାକୁ। ଡାକିଲା ହେ ଅଶ୍ୱାରୋହୀ ଆସନ୍ତୁ ଏଣିକି। ଅଶ୍ଵ ଛାଡ଼ି ବନ ମଧ୍ୟେ ଯାଇଛ କେଣିକି। ଏ କଥା ଶୁଣନ୍ତେ ଅଶ୍ଵ କରିଲା ରୋଦନ। ଡାକ ନାହିଁ ଆହେ ଭାଇ ମୋ କପାଳହୀନ। ପିଠି ମଧ୍ୟ ଘା ହେତୁ ଲୁଚ ଅଛି ଆସି। ଭଲ କରିପାର ଯଦି ଜୀବ ସୁଖେ ବସି। ସାଧବ ଏ କଥା ଶୁଣି ତାଟକା ହୋଇଲା। ନିକଟକୁ ଯାଇ ତାକୁ ଏମନ୍ତ କହିଲା। ଜଗତର ନାଥ ସେହୁ ସେ ସିନା ଜାଣନ୍ତି। ହୋଇଲେ ସଦୟ ତାର ଜୀବ ଦୁଃଖ ଭୀତି। ଥାଅ ଅଶ୍ଵ ଯାଉଅଛି ପ୍ରଭୁଙ୍କ ପାଶକୁ। ତୋର ଦୁଃଖ ସବିନୟେ ଜଣାଇବି ତାଙ୍କୁ। ଏହା କହି ସାଧବ ଯେ ଯାଉଅଛି ଚାଲି। ମନେ ମନେ ଚିନ୍ତା ତାର ପଡୁଛି ଉଛୁଳି। ସୁମରି କାନ୍ଦିଲା ତାର ପୂର୍ବର ବୃତ୍ତାନ୍ତ। କେଉଁ ଦିଗେ ଯିବି ପ୍ରଭୁ କହିଦିଅ ପଥ। ଜୀବନକୁ ଆଶା ଆଉ ନାହିଁଟି ମୋହର। ଦେଖା ଦିଅ ଆହେ ପ୍ରଭୁ ଭକତ ବତ୍ସଳ। ଏହା କହି ଊର୍ଦ୍ଧ୍ୱ ଶ୍ୱାସ ମାରି ଘନ ଘନ। ନେତୃନୀର ଗଡୁଥାଏ କରଇ ଗମନ। ଭକ୍ତର ମନ ବେଦନା ନ ପାରିଲେ ସହି। ମାୟା ସମୁଦ୍ର ଭିଆଇ ଦେଖା ଦେଲେ ତହିଁ। ନେତ୍ର ନିରୀକ୍ଷଣ କରି ଚାହିଁଲା ତରାଟି। ସମୁଦ୍ରରେ ପଦ୍ମ ପୁଷ୍ପ କିବା ଅଛି ଫୁଟି। ମନେ ମନେ ଭାବି ଚାଲୁ ଅଛି ଧୀରେ ଧୀରେ। ପିନ୍ଧିଲା ବସନ ତିନ୍ତେ ଜଳର ମଧ୍ୟରେ। ଜାଣିଲା ପ୍ରଭୁଙ୍କ ମାୟା ବିନୁ ଅନ୍ୟ ନାହିଁ। ଏକ ମନେ ଏକ ଧ୍ୟାନେ ଅଛୟ ନାଇଁ। ହିଂସ୍ର ଜଳ ଜନ୍ତୁ ବେଢୁ ଛନ୍ତି ଚୌକତି। ସେ ସବୁ ଦେଖି ସାଧବ ନ କରଇ ଭୀତି। ନେତ୍ର ପଲକ ନ ପଡେ ରହିଛି ଅନାଇ। କ୍ଷଣକ ମଧ୍ୟରେ ପାଶେ ଉଭା ହେଲା ଯାଇ।
କାତରେ ବିନତି କରି ଜଣାଏ ଛାମୁରେ, କିମ୍ପାଇଁ ନିର୍ଦ୍ଦୟ ପ୍ରଭୁ ହୋଇଲ ଦାସରେ। କରିଥିଲେ ଅପରାଧ କ୍ଷମା କର ପ୍ରଭୁ, ତୁମ କୃପା ନଳେ ମୁଁ ଯେ ହରାଇଛି ସବୁ। ଦୟା କର ଦୟା ମାୟା आहे विश्वनाथ, तुम्भ बिने आम्भे कष्ट पाइलु बहुत। पादे पड़ी स्तुति करी जोड़िबेनि कर, लोम पुलके नयन गने अश्रुधार। सौदागर मन कथा जाने कर्म राजा, प्रसन्न होइली बर मागी फेरी जा जा। आउ बेले अपराध कले रे साधव, विपदे विपद पड़ी सिरी तुटी जीव। पूर्व रीति रे पूजिबु आंभरी चरण, जहा मन वांछा तोर होइब पुराण। धन जन गोप लक्ष्मी प्राप्त होइब, अन्ते मुक्ति लाभी विष्णु पंजरे पशिब। ए मोहर वर्त को जे करे उपहास, धन जन आयुष्यादि होइबटी नाश। भक्ति भरे पूजी रात्रे करिब कीर्तन, प्रान्ते पूजा देई पुणी जळे कर मग्न। पूर्वे जानी अछि एही व्रतर विधान, नियपद धूଳି गृहे कर जागमन। से रेणुको सौदागर मस्तके घेनिला, पूजिब तव चरण बोली सत्य कला। मने हेला पथे जेते दुखींक दुर्गति, पादे पड़ी कर जोड़ी मागिले मुक्ति। गोटी गोटी करी सबु जणाए छामुरे, अंतर्जामी नाथ ताहा जानिले अंतरे। दया कर प्रभु तांक दुख हेउ दूर, तुम्भ कीर्ति धर्म ध्वजा उड़ु जगतर। जानिले साधव तांक दुखर कारण, नियमंत्र धूଳି मुझे करुछे कल्याण। तुम्भे भक्त श्रेष्ठ जेणु परम भकत, तुम्भ आज्ञा मात्रे तांक हटिब दुरीत। देली आज्ञा जाओ चली आपणा देशरे, दुखींक दुख निवारी प्रवेशिबु घरे। एमंत कहिण गले अंतर्ध्यान होई, साधव कांदी उठिला ऊर्ध्वकु अनाई। शून्यरू उठिला डाक जा जा घरकु, विपद पड़िले चिंता करिबु आम्भंकु। पथ मध्ये जेते दुखी दुख छंती कही, अकस्माते तांक ठारे प्रवेशिले जाई। चक्षु कर्ण मुदी मन मध्ये कले चिंता, प्रसन्न होई कहिबी दुखींक बारता। जहा आज्ञा हेब ताहा शुणाइब तांको, एहा कही अदृश्य होइले देखु देखु। शंख ध्वनि हुळ हुळी कर ताଳି दिय,
ବିଭୁଙ୍କ ନାମ ସୁମରି ତଣ୍ଡୁଳ ବନ୍ଦାଅ। ଫଳ କୁସୁମ ପ୍ରଦୀପ କର ସମର୍ପଣ। ଯାହାର ଯେଉଁ ମାନସ ହୋଇବ ପୂରଣ। ସାଧବ ବାହୁଡ଼ି ଆସେ ମନ ଉଲ୍ଲାସରେ। ପ୍ରବେଶ ହୋଇଲା ଯାଇ ଅଶ୍ୱର ପାଶରେ। ଚକ୍ଷୁ କର୍ଣ୍ଣ ମୁଦନ୍ତେ ସେ ଜାଣିଲ ସବୁ କଥା। କହିଲାରେ ଅଶ୍ୱ ତୁହି ଅଟୁ ବଡ଼ ହନ୍ତା। ଯୁଦ୍ଧ କ୍ଷେତ୍ରେ ଅଶ୍ୱାରୋହୀ କରିଛୁ ବିନାଶ। ତେଣୁ କରି ତୋ ଉପରେ ଲାଗିଅଛି ଦୋଷ। ଏହା କହି ମନ୍ତ୍ର ଧୂଳି ଦିଅନ୍ତେ ପୃଷ୍ଠେ ତାର। ଅଦଭୁତେ ଘା ଭଲ ହୋଇଲା ତାହାର। ସାଧବର ଏ ମଣିମା ଜାଣି ଅଶ୍ୱର। ଅଶ୍ୱ କହେ ପୃଷ୍ଠେ ବସ ଜୀବଇ ସଙ୍ଗର। ଅଶ୍ୱ ପରେ ଆରୋହୀଣ ସୌଦାଗର ଗଲା। ସର୍ପର ପାଶରେ ଯାଇ ପ୍ରବେଶ ହୋଇଲା। ଜାଣିନ ପୂର୍ବ ଘଟଣା କହିଲା ସର୍ପକୁ। ବାନ୍ତି କରି ମୁକ୍ତି ଲୋଭ କହୁଛି ତୁମ୍ଭଙ୍କୁ। ଗଙ୍ଗା କୂଳେ ରାଜପୁତ୍ର ରାଜକନ୍ୟା ଗିଳି। ଲୋଭିଛୁ କଷଣ ବେଶୀ ପକାଅ ଉଦ୍ଗାରି। ଏହା କହି ମନ୍ତ୍ର ଧୂଳି ଦିଅନ୍ତେ ତାପରେ। ବାହାରିଲା ଅଷ୍ଟରତ୍ନ ଯାଥିଲା ଗର୍ଭରେ। ପାଇଲା ଉଦ୍ଧାର ସର୍ପ ହେଲା ପୁଲକିତ। ଧୀରେ ଧୀରେ ଗତି କରି ଚାଲଇ ତୁରିତ। ଧୌତ କରି ଅଷ୍ଟରତ୍ନ କାନିରେ ବାନ୍ଧିଲା। ଅଶ୍ୱ ପରେ ବସିଣ ସାଧବ ଚଳିଗଲା। ଗୋଗୋଷ୍ଠେ ବସି ଗୋପାଳ କରୁଅଛି ଚିନ୍ତା। କେବେ ମୋର କଷ୍ଟ ଯିବ ହେ ମନ୍ଦ ବିଧାତା। ଏ ସମୟ ସୌଦାଗର ଅଶ୍ୱ ପରେ ବସି। ପ୍ରବେଶନ୍ତେ ଗୋପାଳର ମନ ହେଲା ଖୁସି। କହିଲା ଗୌଡ଼ ତୁମେ ଏଡ଼ିକି ନିଷ୍ଠୁର। ଧ୍ୟାନ ବଳେ ଜାଣିଲଇ ଘଟରା ତୋହର। ଖାଲି କ୍ଷୀର ବସୁ ମାତା ଶିରେ ଦେଉନାହିଁ। ଉଷାବର୍ତ୍ତେ ଯେ ମାଗିଲେ କରୁନାହିଁ ନାହିଁ। ମାତୃହୀନା ଶିଶୁ ମଲେ କ୍ଷୀର ବିହୁନରେ। ସେହି ଦୋଷ ଲାଗିଅଛି ତୋହରି ଉପରେ। ନିୟମନ୍ତ୍ର ଧୂଳି ବୋଲି ପକାଅ ଗୋଗୋଷ୍ଠେ। ଆଖି ବୁଜି ଗୋଦୋହନ କର ହର୍ଷ ଚିତ୍ତେ। ଏଣିକି ନିରାଶ ଆଉ ନ କର କାହାକି। ନିଜେ ପ୍ରତିଭା ସୁକିରେ କ୍ଷୀର ଦିଅ ଟିକି। ଏହା ଶୁଣି ଗୌଡ଼ ଯେ ତର ତର ହୋଇ। ବାଛୁରୀ ଲଗାଇ କ୍ଷୀର ଦୁହିଁଲା କଜାଇ। ଯତନରେ କ୍ଷୀର ଦେଲା ସାଧବ ହସ୍ତରେ। ପ୍ରଭୁଙ୍କୁ ସୁମରି କ୍ଷୀର ପିଇଲେ ସଧୀରେ। ଅଶ୍ୱ ପରେ ବସିଣ ସାଧବ ଚଳିଗଲା। ବଗିଚା ମଧ୍ୟରେ ଯାଇ ପ୍ରବେଶ ହୋଇଲା। ଜଗୁଆଳି ଜଣାଇଲେ ମାଲିକକୁ ଯାଇ। ମାଲିକ ବିନୟ ତାକୁ କାରଣ ପୁଛଇ। ସୌଦାଗର କହୁଛନ୍ତି
ଶୁଣ ତୁରିତେ ବୃକ୍ଷ ଆଦି ଲଗାଇଲ ଧନ ଲୋଭର୍ଥେ। ଦେବତା ବ୍ରାହ୍ମଣ କିବା ଅତିଥି ମୁଖରେ କଦାଚିତ ଦେବି ନାହିଁ ଯେ କେହି ମାଗିଲେ। ଏପରି କଳ୍ପନା କରି ଲଗାଇଲି ବୃକ୍ଷ, ତେଣୁ ଫଳ ମାନଙ୍କରେ ହୋଇଅଛି ପୋକ। ଛାଡ଼ ମନରୁ ଲାଳସା ବଗିଚା ମଧ୍ୟରୁ, ଖାଆନ୍ତୁ ମଣିଷ ପକ୍ଷୀ କିବା ଗାଈ ଗୋରୁ। ନିଜ ହସ୍ତେ ଫଳ ତୋଳି ଆଣିଦିଅ ବେଗି, ତୋଟା ଜଗୁଆଳି କେହି ନ ରୁହନ୍ତି ଜଗି। ଏହା ଶୁଣି ମାଲିକ ଯେ ହୋଇ ତତ୍ପର, ଫଳ ତୋଳି ଆଣିବାକୁ ଚଳିଲା ସତର। ସେ ଫଳକୁ ଯତ୍ନେ ଧରି ସାଧବ ଯେ ଗଲା, ପୁଷ୍କରିଣୀ ତୀରେ ଯାଇ ପ୍ରବେଶ ହୋଇଲା। ସୌଦାଗର ଧ୍ୟାନ ବଳେ ଜାଣିଲା ସମସ୍ତ, କହିଲା ବାବୁରେ ତୁହି ଅଟୁ ଧନବନ୍ତ। ତୋ ସମାନ ବନ୍ଧୁ ଘର ନ ପାଇଲୁ ଯେଣୁ, ଯୁବା ଝିଅ ଅଟକି ରଖିଛୁ ଘରେ ତେଣୁ। ସେ ଦୁହିତା ଯେଉଁ ଦିନେ ହେଲା ରଜସ୍ୱଳା, ସେହି ଦିନ ଆରମ୍ଭ ହୋଇଛି ବନ୍ଧ ଖୋଳା। ସେହି ଦୋଷେ ପାଣି ରକ୍ତ ହୋଇଛି ତୋହର, ପିତୃପିତା ତେଣେ ଛନ୍ତି ବିମୁଖ ଚିତ୍ତର। ବନ୍ଧ ପ୍ରତିଷ୍ଠାର ବେଗି କର ଆୟୋଜନ, 7 ଦିନ ମଧ୍ୟେ କର ଦୁହିତା ପ୍ରଦାନ। ଧନୀ କି ଗରିବ ବୋଲି ନ ଭାବିବ ଚିତ୍ତେ, ନିୟମନ୍ତ୍ର ଧୂଳି ମୁଁ ଯେ ଦେଉଛି ଶ୍ରୀହସ୍ତେ। ବନ୍ଧୁ ବାନ୍ଧବ ବ୍ରାହ୍ମଣ ଡକାଇ ଆଦରେ, ପୁଷ୍କରିଣୀ ତୀରେ ଯଜ୍ଞ କରାଅ ସତରେ। ଏହା କହି ସାଧବ ଯେ କରିଲା ଗମନ, ଦୁଃଖୀଙ୍କ ନିମନ୍ତେ ମନେ ମନେ କରି ଧ୍ୟାନ। ଜାଣିଲେ ସକଳ କଥା ପ୍ରଭୁଙ୍କୁ ସୁମରି, ଢେଙ୍କି ଭରା ପାଶରେ ଜାଇଣ ବିଜେ କରି। କହିଲି ମାଉସୀ ତୁ ଗୋ ବଡ଼ ନିଦାରୁଣୀ, ଧାନ କୁଟାଇ ନ ଦେଉ ତୋ ଢେଙ୍କିରେ ପୁଣି। ଫେରି ଯାନ୍ତି କେତେ ଲୋକ ହୋଇଣ ନିରାଶ, ଧର୍ମକୁ ଦେଇଣ ସାକ୍ଷୀ ରୁହନ୍ତି ଉପାସ। ଧର୍ମଦ୍ରୋହୀ ହେତୁ ଢେଙ୍କି ବାଜୁଛି ଛାତିରେ, ସତ କି ମିଛ ଏ କଥା ବିଚାର ଚିତ୍ତରେ। ମନ୍ତ୍ର ଧୂଳି ଦେଇ କୁଟି ଦେଲେ 7 ଥର, ହୋଇଛି ପ୍ରଭୁଙ୍କ ଆଜ୍ଞା ପାଇବୁ ଉଦ୍ଧାର। ଏହା କହି ସାଧବ ଯେ ଦିଅନ୍ତେ ମନ୍ତ୍ର ଧୂଳି, 7 ଥର କୁଟନ୍ତେ ଉଦ୍ଧାର ହେଲା ବାଳି। ବିପଦ ଉଦ୍ଧାର ହୋଇ ସେ ଦିବ୍ୟ କାମିନୀ, ରାଧାଙ୍କର ପାଦ ଧରି କରଇ ଦଇନି। ତୁମ ଯୋଗୁ କଷ୍ଟ ମୋର ଗଲା ଦୂର ହୋଇ, ବା କାହାରି କାମନା ଆଉ କରିବି ମୁଁ ନାହିଁ। ଏମନ୍ତେ ସାଧବ ଗଲା ସେଠା ବରୁ ଚଳି, ନଗ୍ରପୁର ଜନେ ସର୍ବେ ଦେଲେ ହୁଳହୁଳି।
ନିଆଁ ଖପର ଜଳୁଛି ଯେଉଁ ନାରୀ ଶିରେ ପ୍ରବେଶ ହୋଇଲା ଯାଇ ସେହି ଗ୍ରାମ ଧୀରେ। କେବଳ ଦୋଷରେ ନିଆଁ ଜଳୁଛି ମସ୍ତକେ ଜାଣିଥିଲେ କୁହ ତାହା ଆମ୍ଭରି ଅଗ୍ରତେ। ଏହା ଶୁଣି ରାଧିକା ଯେ ନୟନ ବୁଝିଲେ ପ୍ରଭୁଙ୍କୁ ସୁମରି ସବୁ କଥାକୁ ଜାଣିଲେ। ଶୁଣି ଯାଇ ଏ ପ୍ରାଣୀର ପୂର୍ବର କାହାଣୀ ଅଗ୍ନିମୁଖେ ଘୃତ୍ୟ କେବେ ନଦିଅଇ ପୁଣି। ଯେ କେହି ମାଗିଲେ ନିଆଁ ବହଇ ନିରାଶ ହିଂସା ଭୟ ଛାଡ଼ି ପୁଣି ଦିଏ ତାର ବାସ। ସେହି ଦୋଷେ ମସ୍ତକରେ ବହିଅଛି ନିଆଁ ନେଉ ମନ୍ତ୍ର ଧୂଳି ଚିତ୍ତେ ନ ହୋଇ ଛାନିଆ। ମନ୍ତ୍ର ଧୂଳି ଦେଇଣ ସାଧବ ଗଲା ଧୀରେ ନିଆଁ ଖପରା ଉତାରି ଥୋଇଲା ତଳରେ। ଏହା ଦେଖି ପୁରଜନେ ହୋଇ ଆଚମ୍ବିତ ହରିବୋଲ ହୁଳହୁଳି ଦେଲେ କବହୁତ। ସେଠାବରୁ ସୌଦାଗର ଚଳିଲା ଆନନ୍ଦେ କଣ୍ଟକ ମରାକୁ ଦେଖେ ପଡ଼ିଛି ବିପଦେ। ଖଣ୍ଡେ ଦୂର ଡାକ ଦେଲା ରେ ପାପିଷ୍ଠ ମୂଢ଼ ପଥରେ କଣ୍ଟା ପକାଇ କରୁ ଖଣାଗାଡ଼। ବେଉସା ଆରମ୍ଭ କରି ବାଟ କରୁ ମନା କଣ୍ଟା ବାଡ଼ ମାନ ଦେଇ କରୁଛୁ ଛଳନା। ଦୟା ଧର୍ମ ତ ହୃଦୟରେ ତିଳେ ମାତ୍ର ନାହିଁ ବାଟ ମାନଙ୍କରେ କଣ୍ଟା ଦେଉ ତୁ ପକାଇ। କେତେ ଯେ ମଣିଷ କଣ୍ଟା ମାଡ଼ି ପାଦ ଦେଖେ ପଥେ ଚାଲି ନ ପାରନ୍ତି ତୋର ଭୟ ତ୍ରାସେ। ଏହି ଦୋଷେ କଣ୍ଟା ତୋର ଛାତିରେ ଅଛଇ ଆଉ ଏଣିକି ସେପରି ନ କରିବୁ ତୁହି। ନିୟ ମନ୍ତ୍ର ଧୂଳି ଡାକ ପ୍ରଭୁଙ୍କୁ ଉଚ୍ଚରେ ପାଇବୁ ଉଦ୍ଧାର କଣ୍ଟା ନଥିବ ତୋହରେ। ମନ୍ତ୍ର ଧୂଳି ଦେଇ କଣ୍ଟା ଦିଅନ୍ତେ ଉଠାଇ ପାଇଲା ଉଦ୍ଧାର ସେ ଯେ ପ୍ରଭୁ ନାମ ଧ୍ୟାଇ। ଏଥୁ ଅନ୍ତେ ସାଧବ ଯେ କରିଲା ଗମନ ପ୍ରବେଶ ହୋଇଲା ଯାଇ ଆପଣା ସଦନ। ହୋଇଛି ପ୍ରଭୁଙ୍କ ଦୟା ସାଧବ ମନ୍ଦିରେ ବନ୍ଧୁ ବାନ୍ଧବ ଶଙ୍ଖୋଳୁଛନ୍ତି ଆସି କରେ। ଯେ ଯାହାର ଯଥା ଶକ୍ତି କର୍ମେ ଧନ ଆଣି ଦେଇ ସନ୍ତାପ ମନରେ କରୁଛନ୍ତି ପୁଣି। ହଜିଥିବା ଧନ ସବୁ ପ୍ରାପ୍ତ ହୋଇଛି ଏକତ୍ର ହୋଇଣ ଘରେ ପୁତ୍ର ନାତିଛନ୍ତି। ଗଣ ନେବା ଲୋକେ ଦୟା କରିଣ ଚିତ୍ତରେ କିଛି କିଛି ପରିଶୋଧ କରିଛନ୍ତି ଘରେ। ଏ ସମୟ ସୌଦାଗର ଅଶ୍ୱପରେ ବସି ପ୍ରବେଶ ହୁଅନ୍ତେ ସର୍ବେ ହୋଇଲେ ଖୁସି। ହୋଇଲା ମୁଖ ଚହଳ କୋଳାହଳ ହୋଇ ସାଧବକୁ ବନ୍ଦାପନା କଲେ ସର୍ବେ ଯାଇ। ମିଳିଥିବା ଅଷ୍ଟରତ୍ନ ସାଧବାଣୀ କରେ
ଦେଲା କଷା ଧବ ଆଣି ମନ ଆନନ୍ଦରେ। କହିଲା ସର୍ବବୃତ୍ତାନ୍ତ ପ୍ରଭୁଙ୍କ ମହିମା, କି ବର୍ଣ୍ଣିବି ତାହାଙ୍କର ଗୁଣ କୀର୍ତ୍ତି ସୀମା। ପ୍ରାଣ ଥିବା ଯାଏ ବ୍ରତ କରିବି ଏକାନ୍ତେ, ଗତି ମୁକ୍ତି ଆଦି ସବୁ ମିଳିବ ଦେହାନ୍ତେ। ଏକ ମନେ ଏକ ଧ୍ୟାନେ ଯେ କରେ ବ୍ରତ, ଧନ ଜନ ଗୋପ ଲକ୍ଷ୍ମୀ ହୁଇ ପ୍ରାପତ। ଭକ୍ତି ଭରେ ନାମ ଜପି ବିଦେଶକୁ ଗଲେ, ବିପଦ ନ ପଡ଼େ ଏହା ଜାଣିଥାଅ ଭଲେ। ପୂଜା ବେଳେ ହରି ବୋଲ ହୁଳହୁଳି ଦେବ, ଭକ୍ତିରେ ତନ୍ମୟ ହୋଇ କୀର୍ତ୍ତନ କରିବ। ନାନା ବର୍ଣ୍ଣ ଫୁଲ ଫଳ ଆଣି ଯତନରେ, ଥୋଇବ ବେଦୀ ଉପରେ ମନ ଆନନ୍ଦରେ। ଧୂପ ଦୀପ ନୈବେଦ୍ୟ ତଣ୍ଡୁଳ ବନ୍ଦାଇ, ଭକ୍ତି ଭରେ ତନ୍ମୟ ହୋଇବ ପାଦେ ଶୋଇ। ମନର କାମନା ପୂର୍ଣ୍ଣ ହୋଇବ ତୁମ୍ଭର, ସୁକଧାରୀ କହୁଥିଲେ ପାର୍ବତୀ ଆଗର। ଶ୍ରୀମୁଖ ବଚନ ଏହା ଅନ୍ୟଥା ନୁହଁଇ, ଥଟ୍ଟା ପରିହାସ ଏହା ନ କରିବ କେହି। ଯୋଗାରୂଢ଼ ପୁରୁଷ ଯେ ପ୍ରଭୁ ପଞ୍ଚାନନ, ସମସ୍ତଙ୍କ ମନବାଞ୍ଛା କରିବେ ପୂରଣ। ତାଙ୍କ ଦୟା ବଳେ ମୁହିଁ ପ୍ରାକୃତ ବନ୍ଧରେ, କରିଲି ରଚନା ଦୋଷ ନ ଧରିବ ମୋରେ। ଓସାର କାହାଣୀ ଏ ଯେ ହୋଇଲା ସମ୍ପୂର୍ଣ୍ଣ, ଭକ୍ତି ଭାବରେ ଭଣିଲେ ଦୀନ ନାରାୟଣ। ଇତି ଶ୍ରୀ ଶ୍ରୀ ଏକାଦଶୀ ବ୍ରତ ଓ କରମା ଓଷା କଥା ସମାପ୍ତ।